ଅଦିନ ବର୍ଷା ଝଡ଼ିରେ ପାଣିରେ ଭିଜି ରହିଛି ଧାନ ଚାଷ। ଚାଷୀ ହଟହଟା, ସରକାରଙ୍କର ଦୃଷ୍ଟି ପଡ଼ୁନି। ସ୍ଥାନୀୟ ବିଧାୟକ ଦିଗପହଣ୍ଡି ସେ ଦେଖୁନାହାନ୍ତି। ସେ ହେଉଛନ୍ତି ସିନେମା ଆକ୍ଟର ସୁପରଷ୍ଟାର। ମାତ୍ର ଚାଷୀଙ୍କର ଗୁହାରି କିଛି ବୁଝୁନାହାନ୍ତି। ତାଙ୍କର ନେତା କୁଜି ନେତାମାନଙ୍କୁ ଧରିକିରି ଭୋଟ ପାଇଗଲେ ବିଜେପି ଟିକେଟରେ। ବର୍ତ୍ତମାନ ତହସିଲଦାର ସବ୍ କଲେକ୍ଟର ମାନଙ୍କୁ ଧରି ସେ ବୁଲୁଛନ୍ତି, ଏସ୍ କରୁଛନ୍ତି, ମଜା ମଜଲିସ୍ କରୁଛନ୍ତି। ଚାଷୀମାନଙ୍କ ପାଖକୁ ପହଞ୍ଚି ପାରୁନାହାନ୍ତି। ଏଭଳିଆ ଚାଲିଛି ବିଜେପି ସରକାର। ଫସଲ ଇନ୍ସୁରାନ୍ସ ମିଳୁନି, ଚାଷୀ ହଟହଟା। ନରେନ୍ଦ୍ର ମୋଦି ଆଦିବାସୀ ନେତା ମୋହନ ଚରଣ ମାଝୀକି ରଖୁଛନ୍ତି। ମୋହନ ଚରଣ ମାଝୀ ତାଙ୍କେ ମଉଜ କରୁଛନ୍ତି। ତାଙ୍କର ଟାଟା ପାୱାର ଇଆଡ଼େ ଇଲେକ୍ଟ୍ରିକ୍ କାଟି ଦେଉଛି ଚାଷୀମାନଙ୍କର, ଘର ଅନ୍ଧାର କରିକି ରଖିଛନ୍ତି। ସିଆଡ଼େ ଶିଳ୍ପପତିମାନଙ୍କୁ କରେଣ୍ଟ ବିଜୁଳି ବିଲ୍ ଛାଡ଼ କରୁଛନ୍ତି କୋଟି କୋଟି। ଏଭଳିଆ ଚାଲିଛି ରାଜନୀତି ବିଜେପି ସରକାରଙ୍କର। ବଡ଼ ବଡ଼ କଥା, କାମରେ କିଛି ନାହିଁ। ଚାଷୀମାନଙ୍କୁ ଧ୍ୱଂସ କରୁଛନ୍ତି, ଦେଶ ଲୁଟୁଛନ୍ତି, ସବୁ ସଂସ୍ଥା ବିକ୍ରି କରୁଛନ୍ତି। ଟାଟା ପାୱାର ବିକ୍ରି କରିଦେଲେ ବିଜେଡ଼ି ନବୀନ ସରକାର। କରେଣ୍ଟ ବିଜୁଳି ମିଳୁନି, ତାଙ୍କେ ବିକିଦେଲେ, ବିଜେଡ଼ି ସରକାର ବିକିଦେଲେ କରେଣ୍ଟ। ଚାଷୀକି କରେଣ୍ଟ ନାହିଁ, ବୋରୱେଲ୍ ନାହିଁ, ଫସଲ ଇନ୍ସୁରାନ୍ସ ନାହିଁ, ପାଣିରେ ଭାସୁଛି ଧାନ ଚାଷ। ପରିଦର୍ଶନ କରିବାକୁ ବିଜେପିର ବିଧାୟକ ଦିଗପହଣ୍ଡି ବିଧାୟକଙ୍କର ଦର୍ଶନ ନାହିଁ। ତାଙ୍କେ ଆରାମରେ ଗାଡ଼ିରେ ବୁଲିକିରି, ତାଙ୍କେ ରୋଡ଼ରେ ବୁଲିକିରି କଥା ହେଇକିରି ପଳାଉଛନ୍ତି। ଏଇଭଳିଆ ଚାଲିଛି ବିଜେପି ସରକାର। ଆର ଇଲେକ୍ସନରେ ଏମାନଙ୍କୁ ଜବାବ ଦେବ। ଏଇ ସିଦ୍ଧାନ୍ତ ମହାପାତ୍ର ନିଶ୍ଚିତ ହାରିବ। ଯେଉଁଠି ଠିଆ ହେବ ସେଠି ହାରିବ। ଆକୁ ଅଣ୍ଡା ମାଡ଼ ଦେବେ ଚାଷୀ।